ମାରିଦେଲାରେ ମୋହନ। ବେଶ କିଛି ଦିନ ଧରି ଆଳୁ ଓ ପିଆଜ ଦର ସାଧାରଣ ଜନତାଙ୍କୁ ଘାଣ୍ଟିବା ପରେ ଏବେ ଆଗେଇ ଆସିଛି ରସୁଣ। ବଜାରରେ ରସୁଣ କିଲୋ ଏବେ 400 ଟଙ୍କା। ମାତ୍ର 4-5 ଦିନ ତଳେ ରସୁଣ କିଲୋ 300 ଟଙ୍କା ଥିଲା। ହଠାତ୍ କିଲୋ ପିଛା 100 ଟଙ୍କା ବଢିଗଲା। ବାର୍ଡ ଫ୍ଲୁ କାରଣରୁ ଚିକେନ ବିକ୍ରି ମାନ୍ଦା ପଡିଯାଇଛି। ସରକାରଙ୍କ ପକ୍ଷରୁ କୁକୁଡା ମରା ଥମିନି। ମାତ୍ର ରସୁଣ କିଲୋ 400 ଟଙ୍କା ସାଧାରଣ ଖାଉଟିଙ୍କୁ ଭାରି ବାଧୁଛି। ପିଆଜ କିଲୋ 55 ଟଙ୍କାରେ ମିଳୁଥିବା ବେଳେ ରସୁଣ ସିଧା 400 ଟଙ୍କା। ଆଳୁ, ପନିପରିବା, ଖାଇବା ତେଲ ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର। ଆଳୁ, ପନିପରିବା, ଖାଇବା ତେଲ ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଲୋକଙ୍କୁ ବାଧୁଥିଲା ବେଳେ କ୍ଷମତାସୀନ ବିଜେପି ସରକାର କେବଳ ସରକାରୀ କର୍ମଚାରୀଙ୍କ ପ୍ରତି ମେହେରବାନ ଦେଖେଇଛି। ଆଗାମୀ ଦିନରେ ରସୁଣ କିଲୋ 500 ଟଙ୍କା ହେବ ବୋଲି ଛୋଟ ଦୋକାନୀମାନେ ପ୍ରଚାର କରିବା ଆରମ୍ଭ କରିଦେଇଛନ୍ତି। ଆଳୁ ଦର ଏବେ କିଲୋ ପିଛା 35 ଟଙ୍କା ଅଛି, କିନ୍ତୁ ଆଗକୁ ବଢିବ ବୋଲି ଆଶଙ୍କା କରାଯାଉଛି।